सदगुरु ब्रह्म महिमाली महाब्रह्म महिमाली गुरु ब्रह्म लेख महिमा शरण। शुभ ओडिया ब्लग्स परिवार को सुस्वागत। आम आलोचना करुँ अलेख महिमा तत्व दर्शन। आज तार अष्टम भाग। आज ये अध्याय आम महात्मा भीम भयंकर रचित 8 भजनर उपक्रम बा पृष्ठभूमि उपर आलोकपात करिबा। ईश्वर सृष्टि रे जगतर कर्ता परमात्माकर जीवात्मा को मानव शरीर दान एक श्रेष्ठ उपहार। ये उपहार प्रदान पछर एकमात्र कारण निज सनातन धर्मर विकास एवं जगतर कल्याण। सनातन धर्मर स्वरूप जानिबा हेले महिमा धर्मर स्वरूप अर्थात दार्शनिक भित्तिभूमि प्रथा परंपरा को जानिबा निहाती नितांत जरूरी। कारण सनातन धर्म जेपरी अपरुषेय महिमा धर्म मध्य ठीक सेपरी अपरुषेय। अर्थात सृष्टिर आदि धर्म सनातन धर्म प्रवर्तक हेउछंती महिमा धर्मर प्रवर्तक बा प्रचारक, जे अजनी समुद्र भाव माया काया धरी अवधूत सन्यासी वेश 19 शताब्दीर प्रथमार्धरे धरा पृष्ठरे प्रकट होइथिले एवं गुप्त रहस्यमय महानित्य खेल राहस से प्रकाश करथिले। एहार प्रत्यक्ष प्रमाण पंचसखा साहित्य दर्शन में स्पष्ट भाव उल्लिखित। महिमा धर्मर व्यासकवि महात्मा भीम भयंकर साहित्य दर्शन मध्य यार स्पष्ट प्रमाण रही। महात्मा भीम भयंकर कृत स्तुति चिंतामणि क्षीर सिंधुवासी गुरु रूपे होई दियंते न रहे दीक्षा, से गुरुंक वाक्य उठी जाऊँगी शुणी होउछि ताटका। मनुष्य गुरुरे कि कार्य हुंता कि रहंता दीक्षाकार, ब्रह्म को सेवी से दीक्षा प्रसारिले केहू मानंता संसार। एणु महिमा धर्मर प्रवर्तक प्रबुद्ध गुरु जगेश्वर महिमा स्वामी मनुष्य गुरु नुहंती। यार प्रत्यक्ष कारण गुरुस्वामी महिमा गोसाई कर रहस्यमय आविर्भाव एवं अंतर्धान एवं तत्सहित महाप्रभुंकर महानित्य खेल राहस मान ए जावत सृष्टिर इतिहास पृष्ठारे ए जावत प्रश्नवाची हो रहिबा। एणु गुरु महिमा गोसाई साक्षात ठूल शून्यवासी निराकार परम ब्रह्म अटंती, जे जुगे जुगे सत्य को स्थापन करने सत्य धर्म को स्थापन करने जोनि बा अजनी संभूतरे जोनि बा अजनी संभूत भाव ए धरावक्षरे प्रकट ही थांती। एणु से प्रभुंकर वचन एवं मार्गदर्शन ही वास्तव रे मानवर गति मुक्तिर एकमात्र कारण, जे मोक्षर जीवर मोक्षर कर्ता जीव मोक्षर कारणकर्ता सत्य सनातन अलेख परम ब्रह्मंकर शरण एवं समर्पणर आदेश कर।
ସେ ନିଷ୍କାମ, ସେ ନିର୍ଗୁଣ ନିଶବ୍ଦ, ନିଷ୍କାମ, ନିର୍ବେଦ, ନିର୍ମାୟା, ନିରଞ୍ଜନ ସ୍ୱରୂପରେ ଚାରି ଯୁଗରେ ପରିପୂର୍ଣ୍ଣ ଭାବରେ ବିଦ୍ୟମାନ ଅଛନ୍ତି। ଏଣୁ ସେ ସନାତନ ବ୍ରହ୍ମ ସ୍ୱରୂପରେ ବେଦ ବେଦାନ୍ତାଦି ଶାସ୍ତ୍ର ସମୂହରେ ମଧ୍ୟ ଅବ୍ୟକ୍ତ ଭାବରେ ପୃଷ୍ଠାମଣ୍ଡନ କରିଛନ୍ତି। ତାଙ୍କୁ ଜାଣିବା ପାଇଁ ଆବଶ୍ୟକ ସୂକ୍ଷ୍ମ ସାଧନା, ଅନୁଭବ ଏବଂ ସାଧୁସଙ୍ଗ, ଯାହାକୁ ଭାଗବତରେ ମଧ୍ୟ ଉଲ୍ଲେଖ ଅଛି। ଦୁର୍ଲଭ ଜନ୍ମର ଏ ଲାଭ, ଯେବେ ଗୋବିନ୍ଦେ କରେ ଭାବ। ଦୁର୍ଲଭ ଜନ୍ମର ଏ ଲାଭ, ଯେବେ ଗୋବିନ୍ଦେ କରେ ଲାଭ। ସେହି ସମାନ ସତ୍ୟକୁ ମହାତ୍ମା ଭୀମ ଭୋଇ ମଧ୍ୟ କହନ୍ତି। ପ୍ରଭୁ ସେବା କାଳେ ପୁଣ୍ୟ ଯେତେବେଳେ ଧର୍ମକୁ ହୋଇଲା ହିତ। ପ୍ରଭୁ ସେବା କାଳେ ପୁଣ୍ୟ ଯେତେବେଳେ ଧର୍ମକୁ ହୋଇଲା ହିତ। କୋଟି ଜନ୍ମ ତପ ବାସନାର ବଳେ ଏ ପିଣ୍ଡ ହୋଇଛି ଜାତ। ଛାଡ଼ିଗଲେ ଯିବ ଅକାରଣ ହେବ ଏ ପିଣ୍ଡ ପଡ଼ିବ କାହିଁ। ସ୍ୱର୍ଗେ ଦେବଗଣ ସ୍ତୁତି କରୁଛନ୍ତି ଏ ଦୁର୍ଲଭ ଜନ୍ମ ପାଇଁ। ଦୁର୍ଲଭ ଜନ୍ମ କେବଳ ଆତ୍ମଚିନ୍ତନ ପାଇଁ। ଆତ୍ମଚିନ୍ତନ ମାର୍ଗ ହିଁ କେବଳ ଅନୁଭବ ଏବଂ ସାଧୁସଙ୍ଗ। ଆତ୍ମଚିନ୍ତନ ଦ୍ୱାରା ସତ୍ୟର ଅନୁଭବ ବା ଉପଲବ୍ଧି ସମ୍ଭବ। ସେହି ଉପଲବ୍ଧି ହିଁ ଜ୍ଞାନର ପ୍ରକୃତ ପ୍ରକାଶ। ଉପଲବ୍ଧି ହିଁ ଜ୍ଞାନର ପ୍ରକୃତ ପ୍ରକାଶ। ଏହି ଜ୍ଞାନ ହିଁ ମାନବର ଉଚ୍ଚାରଣ ଏବଂ ଆଚରଣକୁ ବିଭୁମୁଖୀ କରିଥାଏ। ଆଧ୍ୟାତ୍ମ ଦର୍ପଣରେ ନିଜ ଆତ୍ମାର ସ୍ୱରୂପକୁ ଦେଖିବାର ଦୁର୍ଲଭ ସୌଭାଗ୍ୟ ଲାଭ କରେ। ଚାରି ବେଦ ହିଁ ମନୁଷ୍ୟର ବାସ୍ତବରେ ଚାରି ଆଚାର୍ଯ୍ୟ ଅଟନ୍ତି। ଚାରି ବେଦର ଆତ୍ମା ହିଁ କେବଳ ବ୍ରହ୍ମ ଅଟନ୍ତି। ଚାରି ବେଦରେ କେବଳ ସେହି ଏକ କଥାବସ୍ତୁ ବା ବ୍ରହ୍ମବସ୍ତୁର ପରିବେଷଣ ଦେଖିବାକୁ ମିଳେ। ଅୟମାତ୍ମା ବ୍ରହ୍ମ, ତତ୍ତ୍ୱମସି, ଅହଂ ବ୍ରହ୍ମାସ୍ମି, ପ୍ରଜ୍ଞାନଂ ବ୍ରହ୍ମ। ଏ ଚାରି ବେଦର ଚାରି ମହାବାକ୍ୟ ବ୍ରହ୍ମର ସାର କଥା। ଆତ୍ମା ପରମାତ୍ମାଙ୍କର ଦର୍ଶନ ତତ୍ତ୍ୱ। ଆତ୍ମା ସତ୍ତାର ପ୍ରକାଶ ପାଇଁ ଶରୀରଟି ଆବଶ୍ୟକ। ଆତ୍ମା ସତ୍ୟ ନିତ୍ୟ, କିନ୍ତୁ ଶରୀର ଅସତ୍ୟ ଅନିତ୍ୟ। ଠିକ୍ ସେପରି ବ୍ରହ୍ମଙ୍କର ସଗୁଣ ଏବଂ ନିର୍ଗୁଣ ଭାବ। ବ୍ରହ୍ମ ନିର୍ଗୁଣ ସ୍ୱରୂପରେ ସନାତନ ବ୍ରହ୍ମ, ମହାନିର୍ବେଦ, ଅଣାକାର ପଦ। ସେହି ବ୍ରହ୍ମ ସଗୁଣ ସ୍ୱରୂପରେ ନିର୍ବେଦ, ଜ୍ୟୋତିର୍ମୟ ବ୍ରହ୍ମ, ଶବ୍ଦ ବ୍ରହ୍ମ, ଏକାକ୍ଷର ପାଦ। ଆତ୍ମାକୁ ଦେହ ଜ୍ଞାନ କରିବା ଯାହା, ବ୍ରହ୍ମକୁ ସଗୁଣ ଭାବିବା ମଧ୍ୟ ତାହା। ଆତ୍ମା ଦେହ ନୁହଁ। ଆତ୍ମା ଯେପରି ଦେହ ନୁହଁ, ଠିକ୍ ସେପରି ବ୍ରହ୍ମ ମଧ୍ୟ ସଗୁଣ ନୁହନ୍ତି। ଏଣୁ ବ୍ରହ୍ମ ବାସ୍ତବରେ ରୂପ ନୁହନ୍ତି, ସେ ଅରୂପ ଅଟନ୍ତି। ଯାହାକୁ ମହାତ୍ମା ଭୀମ ଭୋଇ କହନ୍ତି, ଅରୂପ ବ୍ରହ୍ମକୁ ଭାବ ପାଇବ ଯେମନ୍ତେ ଠାବ। ଅରୂପ ବ୍ରହ୍ମକୁ ଭାବ ପାଇବ ଯେମନ୍ତେ ଠାବ। ନିଶ୍ଚିନ୍ତେ ରହିବ, ଅନନ୍ତ ଗର୍ଭେ ରହିବ ନିଶ୍ଚିନ୍ତେ ଗୋ। କର ନିଷ୍କାମ ଭକ୍ତି ସୂଚିତେ ଗୋ। ଦେହ ଧାରି ଯେତେ ଅଛ ଜଗତେ। ଏଣୁ ଆସନ୍ତୁ ଜାଣିବା ସନାତନ ଧର୍ମ ବା ମହିମା ଧର୍ମ ସମ୍ବନ୍ଧରେ। ସନାତନ ଅର୍ଥ ଯାହା ଯୁଗଚକ୍ରରେ ସମୟ ପ୍ରବାହରେ ମଧ୍ୟ ନିଜର ଅସ୍ତିତ୍ୱକୁ ଅପରିବର୍ତ୍ତିତ ରଖେ। ଅର୍ଥାତ୍
ଯେ ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତରେ ତ୍ରିକାଳରେ ସତ୍ୟ ତାହା ହିଁ ସନାତନ। ଏଣୁ ସନାତନ ସ୍ୱରୂପର ଉପାସନା, ଶରଣ ଏବଂ ସମର୍ପଣ ହିଁ ମହିମା ଧର୍ମର ଦର୍ଶନବାଦ। ସନାତନ ସ୍ୱରୂପର ଉପାସନା, ଶରଣ ଏବଂ ସମର୍ପଣ ହିଁ ମହିମା ଧର୍ମର ଦର୍ଶନବାଦ। ସଂକ୍ଷେପରେ କହିଲେ ଛଳହୀନ, ଛନ୍ଦହୀନ, ସରଳ, ମହତ୍ୱାକାଂକ୍ଷୀ ମଣିଷର ଧର୍ମ ହିଁ ମହିମା ଧର୍ମ। ଜୀବନର ଅର୍ଥ ବୁଝିଥିବା ଧର୍ମ ହିଁ ମହିମା ଧର୍ମ। ସନାତନ ଧର୍ମ ଦେବାର ଧର୍ମ, ନେବାର ଧର୍ମ ନୁହଁ। ସୁଖ ବଦଳରେ ସୁଖ ଦେବା, ଦୁଃଖ ବଦଳରେ ସୁଖ ଦେବା, କିନ୍ତୁ ସୁଖ ବଦଳରେ ଦୁଃଖ ଦେବା ମହିମା ଧର୍ମର ଦର୍ଶନ, ପ୍ରଥା, ପରମ୍ପରା, ବିଚାରର ବିରୁଦ୍ଧ। ସମୟର ଏକ ନିଷ୍ଠୁର ଦାରୁଣ କଷାଘାତ କ୍ଷଣରେ ଜନଜଗତକୁ ରକ୍ଷା କରିବା ସହ ମଣିଷ ମନରେ ବସା ବାନ୍ଧିଥିବା ପୈଶାଚିକ ଭାବନାକୁ ଦମନ କରି ଆଧ୍ୟାତ୍ମିକ ସତ୍ୟର ଜାଗରଣ କରିବା ଏବଂ ପ୍ରତ୍ୟେକ ମନୁଷ୍ୟର ବା ପ୍ରତ୍ୟେକକୁ ନିଜ ଆତ୍ମା ସ୍ୱରୂପର ହୃଦ୍ବୋଧ ବା ପ୍ରତ୍ୟକ୍ଷ କରିବା ଲକ୍ଷ୍ୟରେ ମହିମା ଧର୍ମର ପ୍ରକାଶ। ପ୍ରତ୍ୟେକକୁ ନିଜ ଆତ୍ମା ସ୍ୱରୂପର ପ୍ରତ୍ୟକ୍ଷ ବା ହୃଦ୍ବୋଧ କରାଇବା ମହିମା ଧର୍ମର ମୂଳ ଲକ୍ଷ୍ୟ। ଏହି ମୌଳିକ ଲକ୍ଷ୍ୟ ସାଧନ ପାଇଁ ମହାତ୍ମା ଭୀମ ଭୋଇଙ୍କର କୃତ 8 ଭଜନ ମହିମାଧର୍ମୀ ଜନଜୀବନରେ ଏକ ବିଶେଷ ଗୁରୁତ୍ୱ ବହନ କରେ। ସ୍ଥୂଳ ବୁଦ୍ଧିରେ ବ୍ୟକ୍ତିର ଏହା ମହାବିଘ୍ନ ବିନାଶକ ବ୍ରହ୍ମକବଚ ସତ, ମାତ୍ର ସୂକ୍ଷ୍ମ ଦୃଷ୍ଟିରେ ଏହା ଆତ୍ମାର ମୃତ୍ୟୁ ସଞ୍ଜୀବନୀ, ପ୍ରତ୍ୟକ୍ଷରେ ମୃତ୍ୟୁ ସଞ୍ଜୀବନୀ। ଜୀବାତ୍ମାଙ୍କୁ ବିଶୁଦ୍ଧ ଜ୍ଞାନ ପରିଧିରେ ସ୍ଥାପିତ କରି ବ୍ରହ୍ମାନନ୍ଦ ପ୍ରାପ୍ତି କରାଇବାର ଏହା ଏକ ପରିପୂର୍ଣ୍ଣ ବୈଦିକ ଉପକ୍ରମ। ଜୀବାତ୍ମାଙ୍କୁ ବିଶୁଦ୍ଧ ଜ୍ଞାନ ପରିଧିରେ ସ୍ଥାପିତ କରି ବ୍ରହ୍ମାନନ୍ଦ ପ୍ରାପ୍ତି କରାଇବାର ଏହା ଏକ ପରିପୂର୍ଣ୍ଣ ବୈଦିକ ଉପକ୍ରମ। ଯୁକ୍ତରେ ଜୀବନ, ବିଯୁକ୍ତରେ ମରଣ, ଗୁଣନରେ ମିଳନ ଏବଂ ହରଣରେ ନିର୍ବାଣ। ଜୀବନର ଶାଶ୍ୱତ ସତ୍ୟର ଏ ହେଉଛି ଅମୋଘ ଅଭେଦ୍ୟ କବଚ। 8 ଭଜନ। ଆଜିର ଅଧ୍ୟାୟକୁ ଏଇଠି ରଖିବା। ଆଗାମୀ ଅଧ୍ୟାୟରେ ପର୍ଯ୍ୟାୟକ୍ରମେ ମହାତ୍ମା ଭୀମ ଭୋଇଙ୍କର କୃତ 8 ଭଜନରେ ପରିସ୍ଫୁଟ ଭାବରେ ଭରି ରହିଥିବା ବ୍ରହ୍ମ ଦର୍ଶନ ତତ୍ତ୍ୱକୁ ଆମେ ପର୍ଯ୍ୟାୟକ୍ରମେ ଆଲୋଚନା କରିବା। ଗୁରୁ ବ୍ରହ୍ମ ମହିମାନି, ସଦ୍ଗୁରୁ ବ୍ରହ୍ମ ମହିମାନି, ଶ୍ରୀ ଗୁରୁ ଅଲେଖ ମହିମା। ଆମ ଚ୍ୟାନେଲକୁ ଦେଖୁଛନ୍ତି ସେମାନେ ଆମ ଚ୍ୟାନେଲରେ ଜଏନିଂ କରନ୍ତୁ, ଆଉ ସୁପର ଥ୍ୟାଙ୍କ୍ସ ଦେଇ ଆମକୁ ଉତ୍ସାହିତ କରନ୍ତୁ। ଆମ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ କରନ୍ତୁ, ଆଉ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଆପଣ କେଉଁ ଅଞ୍ଚଳରୁ ଦେଖୁଛନ୍ତି। ଗୁରୁ ବ୍ରହ୍ମ ମହାମହିମ ଅଲେଖ।